ओम नमो भगवते वासुदेवाय। अष्टम अध्याय। विमाता कटु वाक्ये ऋषि ध्रुव होइला वनवासी। तपे तो शिला भगवान। अष्टम अध्याय कथन। मैत्रेय उवाच। नारद ऋभु सनकादि अरुणी जति से हंसादि ब्रह्मा कुमर एते जणे रहिले ऊर्ध्वरे तापणे। शंकर गृह वंश नाही अधर्म वंश एबे कही। धाता तनय देय धर्म मृषा ताहार पत्नी नाम। तहि जन्मिले सुत सुता माया जे दंभर बनिता। ताहांक पुत्र कन्या बेनी लोभनी कृति नाम घेनी। तहिरु पुत्र कन्या जात जे क्रोध हिंसा नामे ख्यात। तांकर पुत्र कन्या बेनी कଳି दुरुक्ति नाम घेनी। भय ओ मृत्यु तहु होई तांकर पुत्र कन्या दुई। निरय जात नाये बेनी अधर्म वंश एते घेनी। मनु अग्रज वंश एहि प्रस्ताव छळे कहिलई। एबे कहिबा स्वयंभुव मनुर वंशु जे संभव। से मनु सत रूपा तुले धातार अंगु संभविले। विष्णु कलारे जणे जणे पृथ्वी पालिले राजपणे। उत्तान पाद राजा सेहि तांकर बेनी महादेई। सुनीति सुरुचि ए दुई सुरुचि राजांकर स्नेही। उत्तम सुरुचिर सुत सुनीति ठारु ध्रुव जात। दिनेक सुरुचि कुमर कोळे बसन्ते नृपवर। ध्रुव प्रवेश हेला जाई कोଳରେ बसी बाई छई। राजा करन्ते अनादर सुरुचि भासे कटुगीर। हे ध्रुव राजपुत्र हेउ नृपासनकु योग्य नहु। मोर गर्भरे जन्म नाही राज आसन इच्छु काहि। अन्य नारीर गर्भे जात बालक न जाणु वृत्तान्त। अज्ञानी पण पुत्र धरु दुर्लभ अर्थे बांछा करू। तपरे तोषी भगवान मोर उदरे हेबु जन्म। तेबे इच्छिबु नृपासन ए जन्मे नहु तु भाजन। मैत्रेय उवाच। माता सपत्नी दुष्टवाणी प्रत्यक्षे ध्रुव कर्णे शुणि। हृदे भेदिला किबा कांड कि सर्प अंगे बाजे दंड। एछळ बाणी राजा शुणी किछि न बोली हेले तुनि। तेणु बढ़िला ध्रुव कोप निश्वास छाड़े जेह्ने सर्प। राजा निकटु ध्रुव गला निज सदने से मिलिला। रोदन करी क्रोध भरे मिलिला मातार छामुरे। माता स्वपुत्र मुख चाहि संभ्रमे कोଳରେ बसाई। सर्वचरित पचारिला शुणी से व्याकुले कांदिला। पुरजनक मुखु शुणी सुनीति सपत्नीर बाणी। अत्यंत व्यथा पाई मने पुत्रकु कहे सावधाने।
হে পুତ୍ର কর্ম আদରିବା ଏ ଦୁଃଖ କାଗେ କହିବା। ପର କଥାକୁ ଅଭିମାନ ଘେନନ୍ତି ନାହିଁ ସାଧୁଜନ। ହେ ପୁତ୍ର ସୁରୁଚି ବଚନ ତାହାକୁ ସତ୍ୟ କରି ଘେନ। ଯାହା ସେ ମୋତେ ଦୁର୍ଭାଗିନୀ କହିଲା ହିଂସା ଭାବ ଘେନି। ସେ କଥା ସତ୍ୟ ଏଣୁ କଲି ରାଜା ନ ବୋଲେ ଭାର୍ଯ୍ୟା ବୋଲି। ହେ ବାବୁ ହୃଦୟ ତୋହର ନିର୍ମଳ କରି ବିମତ୍ସର। ଛଳ ବଚନ ମୂଳ କରି ଶ୍ରୀହରି ଚରଣେ ସୁମରି। ହୃଦୟେ କର ଆରାଧନ ଯେବେ ତୁ ଇଛୁ ନୃପାସନ। ଯେ ବିଶ୍ୱ ରକ୍ଷା ଇଚ୍ଛା କରେ ସଗୁଣେ ସତ୍ୱମୂର୍ତ୍ତି ଧରେ। ପୂଜି ତାଙ୍କର ପଦ୍ମପାଦ ଧାତା ଲଭିଲା ବ୍ରହ୍ମାପଦ। ସେ ଭୃତ୍ୟ ବତ୍ସଳ ପୟର ହେ ପୁତ୍ର ବେଗେ ଆଶ୍ରେ କର। ଯେଣୁ ସେ ଅଭୟ ଚରଣ ଆଶ୍ରେ କରନ୍ତି ମୁନିଗଣ। ତୁ ଏବେ ସର୍ବଧର୍ମ ତେଜ ପରମ ପୁରୁଷଙ୍କୁ ଭଜ। ସେ ପଦ୍ମ ନେତ୍ର ବିନା କେହି ଦୁଃଖ ହରନ୍ତା ତୋର ନାହିଁ। ଜଗତ ବନ୍ଦନିଆ ନାରୀ ସେ ଲକ୍ଷ୍ମୀ କରେ ପଦ୍ମ ତୋଳି। ପଦକମଳେ ପରିଚାରି ନିତ୍ୟ କରନ୍ତି ନିଉଛାଳି। ସେ ପଦ୍ମ ପାଦେ ଆଶ୍ରେ କର ସମସ୍ତ ତାପ ହେବ ଦୂର। ଏମନ୍ତ ମାତା ବାକ୍ୟ ଶୁଣି ଧ୍ରୁବ ଅମୃତ ପ୍ରାୟମଣି। ସମସ୍ତ ଭୋଗ ତ୍ୟଜ୍ୟା କଲା ତକ୍ଷଣେ ଘରୁ ବାହାରିଲା। ଧ୍ରୁବ ଚଳନ୍ତେ ମହାରୁଷି ନାରଦ ପ୍ରବେଶିଲେ ଆସି। ମାର୍ଗରେ ଧ୍ରୁବକୁ ଭେଟିଲେ ସନ୍ତୋଷେ ଆଶୀର୍ବାଦ କଲେ। ଅଘନାଶନ ମୁନିକର ତକ୍ଷଣେ ଦେଲେ ଧ୍ରୁବ ଶିର। କଲ୍ୟାଣ କରି ମୁନିବର ବଚନ କହନ୍ତି ମଧୁର। ନାରଦ ଉବାଚ ଧନ୍ୟ କ୍ଷତ୍ରିୟଙ୍କ ସ୍ୱଭାବ କିଞ୍ଚିତେ ଲଭିମାନ ଭଙ୍ଗ। ବାଳକ ହୃଦ ନ ସହିଲା ଛଳେ ଯା ବିମାତା କହିଲା। ଏହା ବିଚାରି ମହାରୁଷି ଧ୍ରୁବକୁ ମଞ୍ଜୁ ବାଣୀ ଭାସି। ହେ ପୁତ୍ର ବାଳୁତେ କି ଜାଣି ମାନ କି ଅପମାନ ପୁଣି। ବାଳକ ଅବସ୍ଥା ଯେତେକ ସେକାଳେ ଖେଳ କୌତୁକ। ବାଳକଙ୍କର ଏହି ଭାବ ନ ଘେନି ମାନ ପରାଭବ। ଈଶ୍ୱର ଲୀଳା ଏ ସଂସାର କର୍ମ ଅଟଇ ମୂଳ ତାର। ଅଦୃଷ୍ଟ ଦୁଃଖ ସୁଖ ଦିଏ ଆନେ ଦୂଷିବା ଯୋଗ୍ୟ ନୁହେଁ। କର୍ମ ଆଦରି ସହି ଦୁଃଖ କେବେ ହେ ନୋହିବ ବିମୁଖ। ମାତାର ବାକ୍ୟ ଅନୁମତେ ତୋର ଗମନ ତପ ଅର୍ଥେ। ଦୁଃସାଧ୍ୟ ବିଷ୍ଣୁ ଆରାଧନ କଳ୍ପାନ୍ତେ ଫୁଟି ମୁନିଜନ। ଅଦ୍ୟାପି ନ ପାଇଲେ ଅନ୍ତ ତୁକିଲ ଭିବୁ ଜଗନ୍ନାଥ। ଏବେ ନିବର୍ତ୍ତି ଘରେ ଯାଅ ନିଷ୍ଫଳେ ଶ୍ରମ ତୁ ନ ପାଅ। ଚତୁର୍ଥ କାଳ ତୋର ହେଲେ ହରିଙ୍କି ତପେ ତୋଷ ଭଲେ। ଏବେ ତୁ ଯାଅ ନିଜ ଘର ଆତ୍ମସନ୍ତୋଷେ କର୍ମ କର। ଗୁଣ ଅଧିକେ ମୋଦ ଭାବ ନିକୃଷ୍ଟେ ଅନୁଗ୍ରହୀ ହେବ। ସମାନ ଜନେ ମିତ୍ରପଣ ଏହିଟି ଉତ୍ତମ ଲକ୍ଷଣ।
ଏମନ୍ତ ମୁନି ମୁଖୁ ଶୁଣି ଧ୍ରୁବ କହଇ ଧନ୍ୟବାଣୀ। ହେ ମହାଋଷି ତୁମ୍ଭ ବାକ୍ୟ ଏ ସର୍ବ ସତ୍ୟଟି ପ୍ରତ୍ୟକ୍ଷ। ସୁରୁଚି ବାଣୀ ସରାଘାତ ବଳେ ମୋ ହୃଦ ବ୍ୟାକୁଳିତ। ତହିଁ ତୁମ୍ଭର ବାକ୍ୟ ସାର ନ ରହେ ଦୋଷ ନାହିଁ ମୋର। କ୍ଷତ୍ରିୟ କୂଳେ ହୋଇ ଜାତ କେଶହୁ କଟୁ ବାକ୍ୟାଘାତ। ତ୍ରିଲୋକ ପରିତ୍ରାଣ ଅର୍ଥେ ତୁମ୍ଭ ଭ୍ରମଣ ଏ ଜଗତେ। ସ୍ୱଧର୍ମ ଉପଦେଶ ଦେଇ ହେ ଋଷି ମୋତେ କର ତ୍ରାହି। ମୈତ୍ରେୟ ଉବାଚ। ଏମନ୍ତେ ଧ୍ରୁବ ବାକ୍ୟ ଶୁଣି ତାର ହୃଦୟ ମୁନି ଜାଣି। କୃପା ଅମୃତ ଆର୍ଦ୍ରବାଣୀ ଆନନ୍ଦ ମନେ ଋଷି ଭଣି। ନାରଦ ଉବାଚ। ଜନନୀ ବାକ୍ୟ ମାର୍ଗ ତୋର ନିଶ୍ଚେ ହରିଙ୍କି ଆଶ୍ରେ କର। ଯେ ଧର୍ମ ଅର୍ଥ କାମ ମୋକ୍ଷ ବାଞ୍ଛା ଯେ କରନ୍ତି ପ୍ରତ୍ୟକ୍ଷ। ତାଙ୍କର ଶ୍ରୀହରି ଚରଣ ବିନୁ ନାହିଁଟି ପରିତ୍ରାଣ। ତେଣୁ ତୁ ଯାଅ ସୁମଙ୍ଗଳେ ପବିତ୍ର ଯମୁନାର କୂଳେ। ତହିଁ ସୁପୁଣ୍ୟ ମଧୁବନ ଯହିଁ ବିଜୟ ଭଗବାନ। ତହିଁ ତ୍ରିକାଳ ସ୍ନାନ କରି କାଳିନ୍ଦୀ ଜଳେ ସନ୍ଧ୍ୟା ସାରି। କରିବୁ ନିଜାସନ ଶୁଦ୍ଧି ତହିଁରେ ପ୍ରାଣାୟାମ ବିଧି। ପୂରକ କୁମ୍ଭ କରେ ଚକ ବାୟୁରୋଧନେ ସୁବିବେକ। ଅଳପ ଅଳପ ସାଧନ ମନରେ କରି ଗୁରୁ ଧ୍ୟାନ। ହୃଦୟ ନିର୍ମଳ କରିବୁ ମନ ଚଞ୍ଚଳ ନ କରିବୁ। ଏମନ୍ତେ ହୃଦେ କରି ଭାବ ଧ୍ୟାନ କରିବୁ ବାସୁଦେବ। ପ୍ରସନ୍ନ ସୁମୁଖ ନୟନ ସୁନ୍ଦର ଭୁରୁ ଚାରୁକର୍ଣ୍ଣ। ସୁନାସା କପୋଳ ସୁନ୍ଦର ତରୁଣ ଅପାଙ୍ଗ ମଧୁର। ଅରୁଣ ଓଷ୍ଠ ନେତ୍ର ବେନି ଶରଣାଗତେ କୃପାଦାନି। ନବୀନ ମେଘ ପ୍ରାୟେ ଆଭା ଶ୍ରୀବତ୍ସ ଚିହ୍ନ ହୃଦେ ଶୋଭା। ବନମାଳାଏ ହୃଦେ ଶୋହେ ପୁରୁଷ ରୂପେ ମନ ମୋହେ। କିରୀଟ କୁଣ୍ଡଳ କେୟୁର ବଳୟ କୌସ୍ତୁଭ ସୁନ୍ଦର। ପୀତବସନ ପରିଧାନ କଟି ମେଖଳା ଶୋଭମାନ। ନୂପୁର ରଙ୍ଗ ପଦେ ଶୋହେ ଜନନୟନ ମନ ମୋହେ। ବେନି ପାଦରେ ନଖ ଶ୍ରେଣୀ ଭକ୍ତ ହୃଦୟ ଚିନ୍ତାମଣି। କରୁଣା ମିଶା ଅନୁରାଗ କଟାକ୍ଷେ ବଦନ ସୁଭଗ। ଅଳପ ହାସ୍ୟେ ଶୋଭମାନ ମନ ନିଶ୍ଚଳେ କର ଧ୍ୟାନ। ଏମନ୍ତେ ଧ୍ୟାନେ କରି ସ୍ଥିର ଶୁଣ କହିବା ମନ୍ତ୍ରସାର। ଯେ ମନ୍ତ୍ର ଜପି 7 ଦିନେ ପୁରୁଷ ଦେବ ତାଙ୍କୁ ଚିହ୍ନେ। ଓମ୍ ନମୋ ଭଗବତେ ବାସୁଦେବାୟ। ଏ ମନ୍ତ୍ରେ ଉପଚାର ଦେବ ହୃଦରେ ବିଷ୍ଣୁଙ୍କୁ ପୂଜିବ। ପବିତ୍ର ଜଳ ବନ୍ୟ ଫଳ ଦୁର୍ବା ତୁଳସୀ ବସ୍ତ୍ରମାଳ। ଯେବେ ଇଚ୍ଛିବ ଆତ୍ମଭାବ ଶିଳାଦି ପ୍ରତିମା କରିବ। ସମସ୍ତ କରି ନିବେଦନ କିଞ୍ଚିତ ଶେଷେ ଆସ୍ୱାଦନ। ଯେ ମନ୍ତ୍ର ମୂର୍ତ୍ତି ଭଗବାନ ନିତ୍ୟ କରିବ ହୃଦେ ଧ୍ୟାନ। ଏମନ୍ତ କାୟ ବାକ୍ୟ ମନେ ହରି ପୂଜନ୍ତେ ସମାଧାନେ।
ସେ ଭକ୍ତ ବତ୍ସଳ ମୁରାରି ପ୍ରସନ୍ନ ହେବେ ଦଇତ୍ୟାରି। ଯେବେ ଇନ୍ଦ୍ରିୟ ନିବାରିବ ନିରତେ ହରି ଭାବେ ଥିବ। ବିଶୁଦ୍ଧ ଭାବ ଦେଖି ତାର ମିଳନ୍ତି ବ୍ରହ୍ମାଣ୍ଡ ଈଶ୍ୱର। ଏମନ୍ତ ଋଷି ଉପଦେଶ ଶ୍ରବଣେ ଧ୍ରୁବ ହେଲା ତୋଷ। ମୁନିଙ୍କି କରି ପ୍ରଦକ୍ଷିଣ ବେଗେ ସେ ଗଲା ମଧୁବନ। ନାରଦ ତକ୍ଷଣେ ଚଳିଲେ ରାଜାର ପୁରେ ପ୍ରବେଶିଲେ। ନୃପତି ଦେଖିଲେ ନାରଦ ବେଗେ ପୂଜିଲେ ଋଷିପାଦ। ନାରଦ ଆସନେ ବସିଲେ ରାଜାଙ୍କୁ ଚାହିଁ ପଚାରିଲେ। ରାଜନ କିସ କର ଧ୍ୟାନ ସୁଖିଛି ତୁମ୍ଭର ବଦନ। କିବା ସଫଳ ନୋହେ ଧର୍ମ କିୟ ବା ପୁଣି ଅର୍ଥ କାମ। ରାଜା ଉବାଚ ରାଜା ବୋଲନ୍ତି ମୁନି ଶ୍ରେଷ୍ଠ ମୋର ହୋଇଛି ପୁତ୍ର କଷ୍ଟ। ବିମାତା ବାକ୍ୟ ନ ସହିଲା ମୋ ପୁତ୍ର ଘରୁ କେଣେ ଗଲା। ମାତା ସହିତେ ନାହିଁ ଘରେ ତେଣୁ ମୁଁ ବ୍ୟାକୁଳ ମନରେ। 5 ବରଷ ବୟ ତାର ଦେଖି ଡରିବ ବନ ଘୋର। ପଥଶ୍ରମରେ ବନେ ଯିବ କ୍ଷୁଧା ଆକୁଳେ ଶୋଇଥିବ। ତାହାକୁ ଦେଖି ବନ ଜୀବ ବ୍ୟାଘ୍ର ଯେ ନିଶ୍ଚୟ ଭକ୍ଷିବ। ମୁଁ ବଡ଼ ଦୁଷ୍ଟପଣ କଲି ପୁତ୍ରକୁ କୋଳେ ନ ଧଇଲି। ସ୍ତ୍ରୀ ବଶରେ ଅଜ୍ଞ ଭାବ ତେଣୁ ଲଭିଲି ପରାଭବ। ବିଦୁର ଉବାଚ ଧ୍ରୁବକୁ ନାରଦ ଭେଟିଲେ ମାର୍ଗରେ ଉପଦେଶ ଦେଲେ। ମାତା କେ ମନ୍ତେ ସଙ୍ଗେ ଗଲା ମୋତେ ତ ସନ୍ଦେହ ଲାଗିଲା। ମୈତ୍ରେୟ ଉବାଚ ଚିନ୍ତାରେ କୁମର ବିଚ୍ଛେଦ ସୁନୀତି ପାଇ ମନେ ଖେଦ। ଆକୁଳେ ନିଜ ଘରେ ଥାଇ ରାଜା ତାହାକୁ ନ ଗଣଇ। ତେଣୁ ବୋଇଲା ଘରେ ନାହିଁ ଏବେ ରାଜାକୁ ଋଷି କହି। ନାରଦ ଉବାଚ ହେ ନୃପ ପୁତ୍ର ଗୁଣ ଶୁଣ ତାକୁ ରଖିବେ ନାରାୟଣ। ତା ଯଶ ସଂସାରେ ପୂରିବ ତୁହି ନ ଜାଣୁ ତା ପ୍ରଭାବ। ଅସାଧ୍ୟ ତପ ସେ କରିବ ଲୋକପାଳଙ୍କୁ ସେ ଦୁର୍ଲଭ। କରିବ ତା ଯଶ ବିସ୍ତାର ନିକଟେ ଆସିବ କୁମର। ମୈତ୍ରେୟ ଉବାଚ ଏମନ୍ତେ ଦେବ ଋଷି ବାଣୀ ନୃପତି ସାବଧାନେ ଶୁଣି। ପୁତ୍ର ଚିନ୍ତାରେ ନିମଜ୍ଜିଲେ ନାରଦ ବ୍ରହ୍ମ ଲୋକେ ଗଲେ। ଧ୍ରୁବ ଯେ ମଧୁବନେ ଗଲେ ତ୍ରିସନ୍ଧ୍ୟା ତପ ଆଚରିଲେ। ଋଷି ବଚନ ଅନୁସାରେ ମନ ନିବେଶି କୃଷ୍ଣଠାରେ। ତ୍ରିରାତ୍ର କରି ଉପବାସ ଏକକ ପୀଠ କରି ଗ୍ରାସ। ପୁଣି ତ୍ରିରାତ୍ର ଅନଶନ ବଦରି ଫଳେ କ ଭୋଜନ। ଏମନ୍ତେ ଦ୍ୱିତୀୟ ମାସରେ ଷଟ ଦିନ ଅନ୍ତରେ। ବାଳକ ତୃଣ ପତ୍ର ଗ୍ରାସ କରୁ ସମ୍ପୂର୍ଣ୍ଣ ହେଲା ମାସ। ତୃତୀୟ ମାସେ 9 ଦିନ ଅନ୍ତେ କରଇ ଜଳପାନ। ଚତୁର୍ଥ ମାସେ 12 ଦିନେ ବାୟୁ ଭକ୍ଷଇ କୃଷ୍ଣ ଧ୍ୟାନେ। ପଞ୍ଚମ ମାସ ପ୍ରବେଶିଲା ନିଶ୍ୱାସ ନିରୋଧି ରହିଲା। ଏକ ପାଦରେ ଉଭା ହୋଇ ଅଙ୍ଗୁଷ୍ଠ ଅଗ୍ରେ ଭୂମି ଛୁଇଁ। ମନ ପବନ ଏକ କରି ଇନ୍ଦ୍ରିୟ ଚେଷ୍ଟା ପରିହରି।
ମହଦାଦିଙ୍କର ଆଧାର ଯେ ପ୍ରଭୁ ପରମ ଈଶ୍ୱର। ବ୍ରହ୍ମଧାରଣା ଆଚରିଲା ଏତିନି ଭୁବନ କମ୍ପିଲା। ଧ୍ରୁବ ଅଙ୍ଗୁଷ୍ଠ ଅଗ୍ର ଲାଗି ମହି ହୋଇଲା ଦୁଃଖ ଭାଗି। ହସ୍ତିର ଭାରେ ନାବ ଯେହ୍ନେ ନିମଗ୍ନ ହୋଇ ଅର୍ଦ୍ଧମାନେ। ଅତ୍ୟନ୍ତ ଦୃଢ଼େ କରି ଧ୍ୟାନ ବିଶ୍ୱସ୍ୱରୂପୀ ଭଗବାନ। ତ୍ରିଲୋକ ନିଃଶ୍ୱାସ ରୋଧନେ ସ୍ୱର୍ଗେ କମ୍ପିଲେ ଦେବଗଣେ। ବିଷ୍ଣୁରେ ପଶିଲେ ଶରଣ ଆରତେ ଡାକି ନାରାୟଣ। ଦେବା ଉଚୁଃ ହେ ପ୍ରଭୁ ନ ଜାଣୁ କାରଣ କିମ୍ପା ନିଶ୍ୱାସ ନିରୋଧନ। ଏଥୁ ସୁରକ୍ଷା ତୁମ୍ଭେ କର ଶରଣ ଗଲୁ ତୋ ପୟର। ଶ୍ରୀ ଭଗବାନୁବାଚ ଭୟ ନ କର ସ୍ୱର୍ଗଲୋକ ତପସ୍ୟା କର ଇ ବାଳକ। ଅତି କଠୋର ତପ କରେ ମର୍ତ୍ତ୍ୟ ଯମୁନା ନଦୀ ତୀରେ। ତାହାକୁ ନିବୃତ୍ତ କରାଇ ବାଞ୍ଛିତ ବର ଦେବି ମୋହି। ଶୁଣି ଶ୍ରୀ ହରିର ବଚନ ଦେବେ ଧ୍ରୁବକୁ କଲେ ଧନ୍ୟ। ଉତ୍ତାନ ପାଦ ରାଜବୋଳା ତପେ ବିଷ୍ଣୁଙ୍କୁ ବଶ କଲା। କହଇ ଦାସ ଜଗନ୍ନାଥ କୃଷ୍ଣ ମହିମା ଭାଗବତ। ଧ୍ରୁବ ହୃଦରେ ଚିନ୍ତା ଯାହା ସେ ପ୍ରଭୁ ମୋତେ ହେବେ ସାହା। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଚତୁର୍ଥ ସ୍କନ୍ଧେ ଧ୍ରୁବଚରିतं ନାମ ଅଷ୍ଟମୋऽଧ୍ୟାୟः। ଶ୍ରୀକୃଷ୍ଣं ସମର୍ପଣମस्तु। ଓಂ ନମୋ ଭଗବତେ ବାସୁଦେବାୟ।